ସେ ଗଲାଣି ସେ ସବୁ ସମୟ ଇଏ ତ ପାକିସ୍ତାନ ଏ ଭିତରେ ଯୋଉ ଆଟାକ୍ କରି ଗଲା ସେ ପୁନଃ କଣ ପଛକୁ ଯାଏ ଏ ଗୋଟା ଅପାରଗ ପ୍ରାଇମ ମିନିଷ୍ଟରଟା ଅଲାଯୁଗ ପ୍ରାଇମ ମିନିଷ୍ଟରଟା ଏ ଗୋଟେ ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ ଟ୍ରମ୍ପ ଜରିଆରେ ସିଜ୍ ଫାୟାର କରିଦେଲା। ଛେ ଅତି ନିନ୍ଦନୀୟ, ଅତି ନିନ୍ଦନୀୟ। ଯବାନ ମାନେ ମରିଛନ୍ତି ତାଙ୍କ ପାଇଁ ଆମେ ତାଙ୍କର ଆତ୍ମାର ସଦ୍ଗତି କାମନା କରିବା ପାଇଁ ଜଗନ୍ନାଥ ଲିଙ୍ଗରାଜ ଆଲ୍ଲା ଯୀଶୁ ବୁଦ୍ଧ ମନ୍ଦିରରେ ଆମେ ପ୍ରେୟାର କରିବା ତାଙ୍କ ଆତ୍ମାର ସଦ୍ଗତି ହଉ ତାହେଲେ ଭଲ ହବ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ବାରମ୍ବାର ତମେ ଆମ ଓଡିଶାକୁ ଉପହାସ କରୁଛ। ମୋହନ ମାଝୀ ମୁଖ୍ୟମନ୍ତ୍ରୀର ଷ୍ଟେମିନା ନାହିଁ, ଶକ୍ତି ନାହିଁ ଆପଣଙ୍କ ଉପରେ ଚାପ ପକେଇବା। କିଏ ଓଡିଶାର କୋଉ ନେତା ନାହାନ୍ତି ଆପଣଙ୍କ ଉପରେ ଚାପ ପକେଇ ଓଡିଶାର ବିକାଶ କରିବା। ଦୟାରେ ତମେ ଆନ୍ଧ୍ର ଗଭର୍ଣ୍ଣମେଣ୍ଟ ନାଇଡୁକୁ ଦେଲ 92,000 କୋଟି ଟଙ୍କା ସ୍ପେଶାଲ ପ୍ୟାକେଜ, ବିହାରକୁ ଦେଲ 56,000 କୋଟି ଟଙ୍କା ସ୍ପେଶାଲ ପ୍ୟାକେଜ, ଓଡିଶାକୁ ସ୍ପେଶାଲ କାଟେଗୋରୀ ଷ୍ଟେଟ କରିବା ପାଇଁ 30 ବର୍ଷ ହେଲା ଆମେ ବୋବଉଛୁ। ଗତକାଲି ଲୋକସଭାରେ ତମ ମନ୍ତ୍ରୀ କହିଦେଲେ ପ୍ରଶ୍ନ ଉଠୁନି ଓଡିଶାକୁ ସ୍ପେଶାଲ କାଟେଗୋରୀ ଷ୍ଟେଟ କରିବା। ଯଦି ନହେଲା ଆମେ ବାରମ୍ବାର କହି ଆସିଛୁ 20 MP ଦେଇଛୁ ତମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାହାପିଆ ପ୍ରଧାନମନ୍ତ୍ରୀ ତମେ, ଧୋକାବାଜ ପ୍ରଧାନମନ୍ତ୍ରୀ ତମେ। 20 MP ନେଇ ଓଡିଶାରୁ ତମେ ପ୍ରଧାନମନ୍ତ୍ରୀ ହେଇଛ, ଅଥଚ ଆର୍ଥିକ ସାହାଯ୍ୟ ଓଡିଶାକୁ କିଛି ନାହିଁ। ଏ ବଜେଟରେ ଆମେ କହିଲୁ ଛତିଶଗଡ଼ ବନ୍ଧ ପକେଇ ରଖିଲା ମହାନଦୀ ପାଣି, 80 ଭାଗ ଚାଷୀ ଓଡିଶାରେ ଆମେ ବଞ୍ଚୁଛୁ ଚାଷରେ। ପାଣି ମହାନଦୀ ଶୁଖିଲା, କାଠଯୋଡି ଶୁଖିଲା, ବୈତରଣୀ ଶୁଖିଲା, ସବୁ ଶୁଖିଲା। ତମେ ତଳେ ଗୋଟେ ବନ୍ଧ ପକେଇ ଦିଅ, ଟଙ୍କା 20-30 କୋଟି 1000 କୋଟି ଖର୍ଚ୍ଚ ହବ, ହେଲାନି। ସ୍ପେଶାଲ ପ୍ୟାକେଜ ପରଦିନ କହିଦେଲ ସ୍ପେଶାଲ କାଟେଗୋରୀ ଷ୍ଟେଟ ହବାର ପ୍ରଶ୍ନ ନାହିଁ। ଓଡିଶାକୁ ଏତେ ଧୋକାବାଜ ପ୍ରାଇମ ମିନିଷ୍ଟର ତମେ, ଅତି ନିନ୍ଦନୀୟ କଥା। ଆମ ଓଡିଶା ଜନସାଧାରଣ ପ୍ରତି 450 କୋଟି 4,50,000 କୋଟି ଲୋକଙ୍କୁ ତମେ ଧୋକା ଦେଇଛ। 450 କୋଟି ଲୋକଙ୍କୁ ତମେ ଧୋକା ଦେଇଛ, ଧୋକା ଦଉଛ। 20 MP ନେଇ ତମେ ପ୍ରାଇମ ମିନିଷ୍ଟର ହେଇଛ ଆଜି ଭାରତ ବର୍ଷର। ସାରା ବିଶ୍ୱ ବୁଲୁଛ, ଖାଲି ଟୁରିଜିମ ଟୁର କରୁଛ ତମେ। ଦେଶଟାକୁ ବିକ୍ରି କରିଦେଲ ଟ୍ରମ୍ପ ଜରିଆରେ ପାକିସ୍ତାନ ଇଣ୍ଡିଆ ଯୁଦ୍ଧଟାକୁ। ଲଜ୍ଜା, ଘୋର ଲଜ୍ଜା। ବିଶିଷ୍ଟ ନେତା କାନୁଲେଗାଙ୍କର କାଲି ବିୟୋଗ ହେଇଗଲା। 86 ବର୍ଷରେ ମୋ ସେ 4 ମୋର ସିନିୟର ଥିଲେ। ଛାତ୍ର ଜୀବନରୁ ତାଙ୍କର ବନ୍ଧୁତ୍ୱ, ବଡ ଭାଇ ସାନ ଭାଇ ସମ୍ପର୍କ। ମନ୍ତ୍ରୀ ହବା, ମୁଁ ମନ୍ତ୍ରୀ ହବା, ଏକାଠି କ୍ୟାବିନେଟ ରହିବା, ଏକାଠି MLA ହବା, ବିଧାନସଭା ଯିବା। ଭାରତ ବର୍ଷର ରେଳ ମନ୍ତ୍ରୀ ହିସାବରେ ତାଙ୍କ ଦାନ ଅତୁଳନୀୟ। ଖୋର୍ଦ୍ଧା ରୋଡ, ବଲାଙ୍ଗୀର ରୋଡ ସେ ଆରମ୍ଭ କରିଥିଲେ। ନୀଳାଞ୍ଚଳ ଏକ୍ସପ୍ରେସ ସେ କରିଛନ୍ତି, ରାଜଧାନୀ ଏକ୍ସପ୍ରେସ ସେ କରିଛନ୍ତି। ତାଙ୍କ ଦାନ ଅତୁଳନୀୟ। ଏବଂ ରେଭିନ୍ୟୁ ମିନିଷ୍ଟର ହିସାବରେ ରାଜ୍ୟର ଜଣେ ଦକ୍ଷ ମନ୍ତ୍ରୀ ଥିଲେ। ଜଟଣୀ ନୂଆ ତହସିଲ, ଜଟଣୀ ସବ ରେଜିଷ୍ଟ୍ର ସେଇ କରିଥିଲେ। ପିସି ସଭାପତି ଥିଲେ, ଉଚ୍ଚକୋଟୀର ନେତା ଥିଲେ, ଭଦ୍ର ଲୋକ ଥିଲେ। ତାଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ। ଭଗବାନ ତାଙ୍କ ଆତ୍ମାର ସଦ୍ଗତି କାମନା କରନ୍ତୁ ଏବଂ ତା ପିଲାମାନଙ୍କୁ ଶକ୍ତି ଦିଅନ୍ତୁ। ବଢିଆ ବଢିଆ କରିଛି କଂଗ୍ରେସ। 75% ତେଲେଙ୍ଗାନାରେ କଂଗ୍ରେସ ଆସିଛି। ସାରା ଇଣ୍ଡିଆରେ ଏବେ ଯୋଉ ଇଲେକ୍ସନ ଯୋଉଠି ହବ ସବ ରାହୁଲ ଗାନ୍ଧୀ ନେତୃତ୍ୱରେ କଂଗ୍ରେସ ଆସିବ। 2029 ରାହୁଲ ଗାନ୍ଧୀ ହବ ପ୍ରାଇମ ମିନିଷ୍ଟର। ଏଠି ଭକ୍ତ ଦାସ ଯୋଉ ଅନୁସାରେ ଆମେ ଚାରିଆଡେ ବୁଲୁଛୁ, ସଂଗଠନ କରୁଛୁ, ଗାଁ ଗଣ୍ଡା ମ୍ୟୁନିସିପାଲିଟି ଇଲେକ୍ସନ ଭଲ ହବ, ପଞ୍ଚାୟତରେ ଭଲ ହବ, MLA MP ରେ ଭଲ ହବ। ଭକ୍ତ ଦାସ ଏଠି ମୁଖ୍ୟମନ୍ତ୍ରୀ। Success can be simple with TSG Gurukul. Endless career. Right move for bright future. Aao chale, school chale. TSG Gurukul. Phone 94387 82020.